नमस्कार। जय आरसीएम, सुप्रभात। जय आरसीएम हाँ, सुप्रभात। बहुत बहुत धन्यवाद आपण मानक समस्त को। आज बहुत बहुत धन्यवाद समस्त को, बहुत बहुत धन्यवाद। आज गुरुकुल ର ପାୱାରଫୁଲ ସେସନରେ ଆମମାନେ ଯୋଡ଼ି ହେଇଥିଲେ ଆଉ ବହୁତ ଆଜି ଶିଖିବାକୁ ମିଳିଲା। ଜୀବନରେ ଆ, ନିଜକୁ ନିଜେ ଭାଗ୍ୟବାନ ମୁଁ ତ ଏଇଆ ଚିନ୍ତା କରୁଛି କି ଏଇଥିପାଇଁ କି ଆ, ଗୋଟେ ଶ୍ରେଷ୍ଠ ଜୀବନ ମିଳିଛି ମଣିଷ ନମସ୍କାର ଜୀବନ। ଜୟ ଶ୍ରୀ ମଣିଷ ଜୀବନ ଗୋଟେ ଶ୍ରେଷ୍ଠ ଜୀବନ ମିଳିଛି ଆଉ ତା ଭିତରେ ଆରସିଏମ ରୂପୀ ଏକ ମହାନ ଅଭିଯାନ ରେ ଆମମାନେ ସମସ୍ତେ ସାମିଲ ହେଇଛେ। ଆଉ ତା ଭିତରେ ବି ଆମେ ଗୁରୁକୁଳ ଆଟେଣ୍ଡ କରୁଛେ। ଇଏ ବହୁତ ବଡ କଥା ଯେ ଯେମିତିକି ଭାଗ୍ୟରେ ଥିଲେ ମଣିଷ ଜୀବନ ମିଳେ। ଆଉ ତାଠୁ ବଡ କଥା ଯେ ମଣିଷ ଜୀବନ ତ ମିଳିଲା, ଠିକ ଅଛି, ତା ସହିତ ପୁଣି ଆରସିଏମ ବି ମିଳିଲା। ଆଉ ଆରସିଏମ ଠୁ ଆ, ଯାହା ଆମେ ଶିକ୍ଷା ଆମେ ନଉଛେ ତା ତା ଗୁରୁକୁଳ ମାଧ୍ୟମରେ ବି ଆମେ ନଉଛେ ଆଉ ସବୁଠୁ ବଡ କଥା ଆମେ ତାକୁ ପାଳନ ବି କରୁଛେ। ତ ସେଥିଲାଗି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆଜି ଗୁରୁକୁଳ ସେସନ ଗୋଟେ ଅଦ୍ଭୁତ ସେସନ ଯୋଉଥିରେ କି ଆମେ ସମସ୍ତେ ନିଜକୁ ନିଜେ ଇନଭଲ୍ଭ ବି କଲେ ଆଉ ତାକୁ ବହୁତ ସାରା କଥା ଆମେ ଶିକ୍ଷା ବି ଆମେ ନେଲେ। ଯୋଉ ଶିକ୍ଷା କି ଆମର ଜୀବନରେ ପ୍ରତ୍ୟେକଟି ଜୀବନରେ ଆମକୁ ଗୋଟେ ବହୁତ ବଡ ମହତ୍ୱପୂର୍ଣ୍ଣ ଆମକୁ ଦଉଛି ଆଉ ଆମକୁ ଲାଗୁଛି ଯେ ଆମେ ଯୋଉ କାମ ଯୋଉ ମକସଦ ନେଇକି ଆମେ ଆସିଛେ ସେ ମକସଦରେ ତ ବାଧା ଆସିବ। ସବୁ କିଛି ବି ବାଧାକୁ ଆମେ ଆଗକୁ ବଢିପାରିବା, ବାଧାକୁ ଆମେ କାଟିକି ଆମେ ଆଗକୁ ବହୁତ ବଢିପାରିବା। ବିଭିନ୍ନ ପ୍ରକାରର ଯୋଉ ସମସ୍ୟା ଏସବୁ ମୁଁ ତ କହେ ସେ ଯୋଉ ସମସ୍ୟା ଆସୁଛି ସେ ସମସ୍ୟା ଭଗବାନଙ୍କର ଗୋଟେ ଗୋଟେ ପରୀକ୍ଷା ଆମ ପାଇଁ। ତ ଯଦି ଇଏ ପରୀକ୍ଷାରେ ଆମେ ପାସ୍ କରି ଯାଉଛେ ତାହେଲେ ଆମେ ଆଗକୁ ବହୁତ ବଡ କାମ କରିଦେଇ ପାରିବା। ଆଜି ଟିସି ସାର୍ ବହୁତ ସାରା କଥା ଆମ ଆଗରେ ଡିସ୍କସନ କରିଦେଇ ପାରିଲେ। ତ ଇଏ ଯୋଉ ସେସନ ପୁରାକୁ ପୁରା ଆମେ ଦେଖିଲେ ତ ତା ଦେହରୁ ଆମେ କଣ ନିଜକୁ ନିଜେ ଅମ୍, ନିଜର ବିଚାରକୁ ଆମେ କଣ କଲେ। ସବୁଠୁ ବଡ କଥା ହଉଛି ସେୟା। ଆଜି ଯୋଉ ସାଥୀମାନେ ବି ଗୁରୁକୁଳରେ ଆସି ପାରୁନାହାନ୍ତି ତ ଏମିତି ନୁହେଁ ଯେ ସମୟର ଅଭାବ ହଉଛି, ସମୟକୁ ଆଡଜଷ୍ଟ କଲେ ସବୁକିଛି ହେଇଯାଇପାରିବ। କିନ୍ତୁ କଥା ହଉଛି ଏୟା ଯେ ନିଜର ଗୋଟେ ବିଚାରକୁ ଆମେ ପରିବର୍ତ୍ତନ କରିପାରୁନେ। ବିନା ଗୁରୁକୁଳରେ ଆମେ ଯଦି ଆରସିଏମ କୁ କରିବା ଚେଷ୍ଟା କରିବା ତ ତ ଅ, ମାନେ ଯେମିତି କି ଅନ୍ଧାରରେ ଆମେ ତୀର ମାରିବା, ଏମିତି ବହୁତ ସାରା କଥା ଆଜି ସାର୍ ଆମକୁ କହିଦେଇ ଗଲେ। କିନ୍ତୁ ମୁଖ୍ୟ ଜିନିଷ ହଉଛି ଯେ ଯୋଉ ପୁରା ସମ୍ପୂର୍ଣ୍ଣ ଭାରତ ବର୍ଷ ଯୋଉ ଗ୍ରୋଥର ମୋଡରେ ଆସୁଛି, 150-25 ର ଯୋଉ ଗ୍ରୋଥରେ ଆସୁଛି, ତ ସେମାନଙ୍କ ପାଇଁ ବି ସେ ସମସ୍ୟା ଅଛି ଯୋଉ ସମସ୍ୟା ଆମର ଅଛି। ଆମେ ଯୋଉ ସମସ୍ୟା ଦେଇକି ଯାଉଛେ ସେମାନଙ୍କ ପାଇଁ ବି ସେଇ ସମସ୍ୟା ଅଛି। କିନ୍ତୁ ସେ ସମସ୍ୟାର ସମାଧାନ ସେ କରିପାରୁଛନ୍ତି ଏଇଥିପାଇଁ ଯେ ଗୁରୁକୁଳରେ ନିଜର ସାଥୀମାନଙ୍କୁ ଡାକିକି। ତ ପ୍ରତ୍ୟେକ ଦିନ ଗୁରୁକୁଳକୁ କେମିତି ବେଟରରୁ ବେଟର ହେଇପାରିବ ଟିସିଜିଙ୍କର ପ୍ରୟାସ ରହୁଛି। କିନ୍ତୁ ଆମର ପ୍ରୟାସ ରହିବା ଦରକାର ଯେ ଆମେ ପ୍ରତ୍ୟେକ ଦିନ ଆମର ନୂଆ ନୂଆ ସାଥୀଙ୍କୁ ନୂଆ ନୂଆ ସାଥୀଙ୍କୁ ତାକୁ ଇନଭଲ୍ଭ କରିବା ନିହାତି ଜରୁରୀ। ସେ ତାଙ୍କ କାମ କରୁଛନ୍ତି, ଆମେ ଆମ କାମ କରୁଛେ। ଯେମିତିକି ଚାନ୍ଦ ସାର୍ ସବୁବେଳେ କହନ୍ତି ନା, ସେ ପୁରୀର ବାସିନ୍ଦା ଆଉ ପୁରୀରେ ଯେତେବେଳେ ମହାପ୍ରଭୁଙ୍କ ପାଖକୁ ଯାଆନ୍ତି ତ କିଛି ଦିନ ଗଲେ ତାପରେ କହିଲେ କହିଲେ ପ୍ରଭୁ ଆପଣ ଆପଣଙ୍କ କାମ କରନ୍ତୁ, ମୁଁ ମୋ କାମ କରୁଛି। ସେମିତି ଟିସିଜି ତାଙ୍କ କାମ କରୁଛନ୍ତି ଯେ ଗୁରୁକୁଳକୁ କେମିତି ବେଟରରୁ ବେଟର ହେଇପାରିବ ତ ସେ ଉପରେ କାର୍ଯ୍ୟ କରୁଛନ୍ତି। ତ ଆମର କାର୍ଯ୍ୟ ରହିବ କଣ ନା ଆମେ ମ୍ୟାକ୍ସିମମ୍ ସାଥୀଙ୍କୁ ତାଙ୍କ ସହିତ ଇନଭଲ୍ଭ କରିବା। ଯଦି ତାଙ୍କର ସହିତ ଆମେ ଇନଭଲ୍ଭ କଲେ ସବୁଠୁ ବହୁତ ବଡ କାମ ହେଇପାରିବ ଯେ ବିଚାରର ପରିବର୍ତ୍ତନ ହେଇପାରିବ। ତ ଆମେ ତାଙ୍କୁ ମୋଟିଭେଟ କରି ଗୁରୁକୁଳକୁ ଇନଭାଇଟ୍ କରି ତାଙ୍କ ସହିତ ଭଲ ସମ୍ପର୍କ ରଖି ଇଏ ସବୁ ଯଦି ଆମେ ମୋଟିଭେଟ ଆମେ କରିଦେଇ ପାରିଲେ ତାହେଲେ ଟିସିଜି ତ ସେ କାମ ସବୁ କରିଦେବେ। ତାଙ୍କ ପାଖକୁ ନେଇକି ଗଲେ ତ, ଯଦି ମୁଁ ତାଙ୍କ ପାଖକୁ ନେଇକି ନ ଯିବି ତାହେଲେ ମୋର ପରିବର୍ତ୍ତନ, ମୋ ଟିମର ମୁଁ ପରିବର୍ତ୍ତନ କେମିତି କରିବି। ସେଥିଲାଗି ମୁଖ୍ୟ ଜିନିଷ ଆମର ହଉଛି ଯେ ଗୁରୁକୁଳକୁ ପ୍ରତ୍ୟେକ ସାଥୀଙ୍କୁ
ଯିଏ ବି ନ ବୁଝୁଛି କିଛି ହଉଛି ତ ତାଙ୍କୁ କହିବୁ କା 21 ଦିନ ମାନେ 8 ଦିନ ଆଟଲିଷ୍ଟ ବସିକି ଦେଖ ଗୁରୁକୁଳ। ତ ଗୁରୁକୁଳରେ ବସିବା ପାଇଁ କହିଦେଲେ ବି ହବନି, ସକାଳୁ ଟିକେ ଫୋନ କରିକି ତାଙ୍କୁ ମନେ ପକେଇବା ବି ଦରକାର। ଆମେ ତା ଆଗ ଦିନରୁ ବି କହିଦେଇଥିବା ଯେ ସକାଳୁ ମନେ ପକେଇଦେବି। ତ ଯଦି ସେ କାମ କରିବା ଆଉ ହଠାତ୍ କରି ଯଦି ମନେ ପକେଇବା, ହଠାତ୍ କି ଯଦି ତାଙ୍କୁ କହିବା ତ ସେ କହିବେ ସକାଳଟାରେ କାହିଁ ଫୋନ କଲେ। ତ ଆମେ ତା ପୂର୍ବ ଦିନ ଫୋନ କରିବା, ତାଙ୍କୁ ମୋଟିଭେଟ କରିବା। ଗୁରୁକୁଳ ବହୁତ ବଢିଆ ହଉଛି। ଦେଖନ୍ତୁ ଆମକୁ ଆମକୁ ତ କେହି ନା କେହି ମୋଟିଭେଟ କଲେ ବୋଲି ତ ଆମେ ବସିଛେ। ସେମିତି ଆମେ ଆଉ କାହା ଜୀବନରେ ବି ପରିବର୍ତ୍ତନ ଆଣିବା। ଆମ ଜୀବନରେ କିଏ ପରିବର୍ତ୍ତନ ଆଣୁଛନ୍ତି, ଆମ ବିଚାରର କିଏ ପରିବର୍ତ୍ତନ ଆଣୁଛନ୍ତି, ସେ ଆମ ପାଇଁ ବହୁତ ମହାନ। କୃତଜ୍ଞତା ବି ତାଙ୍କୁ ଅର୍ପଣ କରିବା ନିହାତି ଦରକାର। କିନ୍ତୁ ଆମେ ଆଉ କାହା ଜୀବନରେ, ଯଦି ଆମ ଜୀବନରେ କିଏ ଉଜାଲା ଆଣିଲା ତାହେଲେ ଆମେ ଆଉ କାହା ଜୀବନରେ କାହିଁକି ଉଜାଲା ଆଣିବାନି। ତ ଇଏ ହଉଛି କଥା। ତ ସେଥିଲାଗି ଆମେ ମାନେ ଗୋଟେ ଦୀପରେ କେବେ ଅନ୍ଧାର ଅନ୍ଧାର ଦୂର ହୁଏନି। ଆମେ ହଜାର ହଜାର ଦୀପ ଲଗେଇବା ତ ଆମ ଅନ୍ଧାର ହିଁ ଅନ୍ଧାର ଦୂର ହେଇଯିବ। ତ ସେଥିଲାଗି ସମସ୍ତଙ୍କୁ ପ୍ରୟାସ ମୋର ଆଜି ଆପଣଙ୍କୁ ସମସ୍ତଙ୍କୁ ପୁଣି ଥରେ ଯେ ସମସ୍ତେ ନିଜ ନିଜ ଟିମକୁ ଇନଭଲ୍ଭ କରନ୍ତୁ। ଯୋଉ ସାଥୀମାନେ ଆଜି ଆସୁନାହାନ୍ତି, ଯୋଉ ସାଥୀମାନେ ବହୁତ ଦିନ ହେଲା ଆରସିଏମ କୁ ଜଏନ କରିଛନ୍ତି, ଲୋକ ବି କୋଉଠି ନା କୋଉଠି ତାଙ୍କୁ ସିଏ କୋଉଠି ନା କୋଉଠି ଯେତେବେଳେ ଆରସିଏମ ବିଷୟରେ କହିଛନ୍ତି ପୂର୍ବରୁ, ତ ସେମାନଙ୍କୁ ଆଜି ବି ଡାକୁଛନ୍ତି, ଆଜି ବି ମନ ଭିତରେ ଚିନ୍ତା କରୁଛନ୍ତି ଯେ ନାଇଁ ଇଏ ଆରସିଏମ ରେ ଥିଲେ। ତ ତାଙ୍କୁ ଆମେ ବୁଝେଇକି ତାଙ୍କର ମହତ୍ଵ ଆମେ ତାଙ୍କ ଜୀବନରେ ଗୋଟେ ପରିବର୍ତ୍ତନ ଆମେ କରିବା ନିହାତି ଜରୁରୀ। ଗୁରୁକୁଳକୁ ଆଣିବା ନିହାତି ଜରୁରୀ। ତ ସେଥିଲାଗି ଆଜିର ଯୋଉ ସେସନ ପୁରାକୁ ପୁରା ସେସନ ହେଲା, ତ ଇଏ ସେସନରେ ଆମେ କଣ ଶିକ୍ଷା ନେଲେ ତ ସେ ବିଷୟରେ ଆମେ ଆଜି ଆରମ୍ଭ କରିବା। ତ ତା ପୂର୍ବରୁ ମୁଁ ଆପଣଙ୍କୁ କେତୋଟି ଇନଫର୍ମେସନ ଦଉଛି ଯେ ଆଜି ଅଥେଞ୍ଜା ପ୍ୟାରିଟିର ଟ୍ରେନିଂ ପ୍ରୋଗ୍ରାମ ଆମର ଅର୍ଗାନାଇଜ କରାଯାଉଛି ମା ବନଦୁର୍ଗା ଆରସିଏମ ସେଣ୍ଟରରେ। ତ ଏଥିରେ ଆମେ ମ୍ୟାକ୍ସିମମ୍ ସାଥୀ ଇନଭଲ୍ଭ ବି ରହିବା ନିହାତି ଦରକାର। ଆଉ 2 ଦିନ ପରେ 25 ତାରିଖ ଆ, ତ ସେଥିରେ ଆମର ଖୋର୍ଦ୍ଧାରେ କିସୋଲର କିଟି ପାର୍ଟି ବି ହଉଛି। ଖୋର୍ଦ୍ଧା ସାଥୀଙ୍କୁ ଇନଫର୍ମ ବି କରିବା ନିହାତି ଜରୁରୀ। ଆଉ ବାକି ବାକି ରହୁଛି କଣ ନା ଆମେ 27 ତାରିଖ ଅଛି କିସୋଲର ଗୋଟେ ସ୍ପେଶାଲ ଟ୍ରେନିଂ ରହୁଛି। ତ ସେ ସ୍ପେଶାଲ ଟ୍ରେନିଂରେ 1,000 ଟଙ୍କାର କିସୋଲର ପ୍ରଡକ୍ଟ ଆମେ ପରଚେଜ କରିକି ସେ ଟ୍ରେନିଂରେ ଆମେ ଲୋକଙ୍କୁ ଯଦି ଆମ ସାଥୀଙ୍କୁ ଯଦି ବସେଇବା, ଯୋଉମାନେ ବିଶେଷ କରି ପ୍ରଫେସନରେ ଅଛନ୍ତି, ବ୍ୟୁଟି ପାର୍ଲର ଅଛି, ଏସବୁ ଅଛି, କିମ୍ବା ଚାହୁଁଛନ୍ତି ଆଗକୁ କିଛି କରିବା ପାଇଁ, କିମ୍ବା ନିଜର ସର୍କଲକୁ ନିଜେ ବଢେଇବା। କାରଣ ଇଏ ଯୋଉ ପ୍ରକାରର ସହଯୋଗ ଆମକୁ ମିଳୁଛି, ଯଦି ସହଯୋଗକୁ ଆମେ ଠିକ ଭାବରେ ନ ନେଇପାରିବା ତାହେଲେ ଆମେ କୌଣସି କାର୍ଯ୍ୟରେ ସିଦ୍ଧି ପାଇପାରିବା ନାହିଁ। ଆମର ଇଚ୍ଛା ବହୁତ, ଆମେ ବହୁତ ଉପରକୁ ଯାଇପାରିବା। ଆମେ ଆମର ଯାହା ଯାହା ମକସଦ ଅଛି ସବୁ ମକସଦକୁ ଆମେ ପୁରା ପୂରଣ କରିଦେଇ ପାରିବା। କିନ୍ତୁ ଗୋଟିଏ କଥା ହଉଛି ଭଗବାନଙ୍କର ଯୋଉ ସହଯୋଗ ଅଛି ଆମକୁ ଉପରକୁ ଉଠେଇବା ପାଇଁ, ତାର ଆମେ ଆ, ସହଯୋଗକୁ ନବା ନିହାତି ଜରୁରୀ। ଧରନ୍ତୁ ଆମକୁ ଛାତ ଉପରକୁ ଯିବାକୁ ଅଛି, ଆମେ କୁ ଆ, ସିଡିକୁ ସିଡି ଗୋଟେ ସହଜ ସହଜ ଉପାୟ ଅଛି ଯେ ସିଡିରେ ହିଁ ଆମେ ଉପରକୁ ଯାଇପାରିବା। କିନ୍ତୁ ସେ ସିଡିରେ ଯଦି ଆମେ ନ ଚଢିବା ତାହେଲେ ଛାତ ଉପରକୁ ଚଢିବା ପାଇଁ ଚେଷ୍ଟା କରିବା ତ ସେଟା ବହୁତ କଷ୍ଟ ଆମକୁ ହବ। ଆଉ ଆମେ ଚଢିବା ପାଇଁ ବି ଭାରି ପରିଶ୍ରମ ବି ହବ। ହୁଏତ ଆମେ ସଫଳ ବି ନ ହେଇପାରେ। କିନ୍ତୁ ଆମେ ଯଦି ତାକୁ ପାଇବା ପାଇଁ ଚେଷ୍ଟା କରୁଛେ, ସହଯୋଗ ନେବା ନିହାତି ଜରୁରୀ। ତ ଆଉଥରେ ବି ଆଜିର ଅଛି ବି କିଶୋଲ ଆଉ ପ୍ୟାରିଟିର ସୁ ଉପରେ ଆମେ ଗୋଟେ ଯୋଉ ଯୋଉ କଥା ଆପଣ ଏଠି ଟିସିଜି ଚିନ୍ତା କରିକି ଏସବୁ ଏତେ ବଡ ମହା ଅଭିଯାନ ତିଆରି କରିଛନ୍ତି, ସୁ ଉପରେ କଣ ବେଟର ହେଇପାରିବ ତା ଉପରେ ବି ରହିପାରିବ। ହଁ, ନିଜେ ବି ଯଦି ନ ଆସିପାରୁଛେ ଆମ ଟିମକୁ ଇନଭଲ୍ଭ କରିବା ନିହାତି ଜରୁରୀ। କାରଣ ଟିମ୍ ଆସିଲେ ତ ସେମାନେ ବୁଝିପାରିବେ। ଭୁବନେଶ୍ୱରରେ ଯାହାର ବି ଚିନ୍ତା ଅଛି, ତ ଯାହାର ବି ଟିମ୍ ଅଛି, ତ ଇଏ ହଉଛି କଥା।
ଆଉ ଦ୍ୱିତୀୟ କଥା 25 ତାରିଖ ଖୋର୍ଦ୍ଧା ଯାହାର ବି ଟିମ୍ ଅଛି ଟିମ୍ ବି ବାହାର କରନ୍ତୁ। ହଁ ସପୋଜ ମୋର ଡାଇରେକ୍ଟ କଣ୍ଟାକ୍ଟ ନାହିଁ, ମୋ ଟିମ୍ରେ ବି ଆଉ କାହାର ଥିବ ତ ତାଙ୍କୁ ବି ପଚାରିକି ତାଙ୍କୁ ବି ଇନଭଲ୍ଭ ଯଦି ଆମେ କରିଦେଇ ପାରିଲା କିଟି ପାର୍ଟି ମାଧ୍ୟମରେ ସେମାନେ ବି ପଜିଟିଭ ହେଇପାରିବେ। ତା ସହିତ 1000 ଟଙ୍କାର ପରଚେଜ କରିବା ଦ୍ୱାରା କି ସୋଲର ଗୋଟେ ବହୁତ ଭଲ ଟ୍ରେନିଂ ପ୍ରୋଗ୍ରାମ ଫେସିଆଲ ଉପରେ ସେଟା ବି ଅର୍ଗାନାଇଜ କରାହଉଛି 27 ତାରିଖ ଦିନ ଭୁବନେଶ୍ୱରରେ। ତ ସେ ପ୍ରୋଗ୍ରାମକୁ ଆଟେଣ୍ଡ କରିବା ପାଇଁ ମାତ୍ର 1000 ଟଙ୍କାର କିଣିବା ଦରକାର। ତ ତା ଦ୍ୱାରା ଆପଣଙ୍କର ଏଇ ମାସର ବି ଟର୍ଣ୍ଣଓଭର ବି ବଢିବ। ତା ସହିତ ଆପଣଙ୍କର ଗୋଟେ ଭଲ ଟ୍ରେନିଂ ନେଇକି ତ ତା ଉପରେ ବହୁତ ସାରା କାମ କରିବ। ମୋର ମନେ ଅଛି ଯେ ଯେତେବେଳେ RCM ର ଆରଓ ଆସିଥିଲା ତ ସେତେବେଳେ ବହୁତ ସାରା ଲୋକ ଆଜି ବି ସେଇ ପ୍ରଫେସନରେ ଅଛନ୍ତି, ତାଙ୍କର ଆରଓ କାମ କରୁଛନ୍ତି, ସେ ଆଜି ବି ପଇସା ରୋଜଗାର କରୁଛନ୍ତି। କିନ୍ତୁ ଇଏ ଯଦି କାହାକୁ ଗୋଟେ କଳା ଶିଖେଇ ଦେଇ ପାରିଲେ ତାହେଲେ ସିଏ ଆଗକୁ ବହୁତ ଯାଇପାରିବେ। ଆଉ କାଲି ସକାଳୁ ସିଏ ତ କହିପାରିବେ ଯେ ଆଙ୍କର ଲାଗି ମୁଁ ଶିଖିଥିଲି ବୋଲି ଆଜି ମୁଁ ବହୁତ ଭଲ ଇନକମ୍ କରିପାରୁଛି। ତ ଇଏ ହଉଛି ବହୁତ ବଡ଼ କଥା। ଠିକ ଅଛି, ଆମେ ମୁଖ୍ୟ ବିଷୟ ଉପରେ ଆସିବା ଯେ ଆଜି ଗୁରୁକୁଳରେ ବହୁତ ଆମର ଚିନ୍ତାଧାରା ଆମ ବିଚାରର ବହୁତ ସାରା ପରିବର୍ତ୍ତନ ହେଇପାରିଲା। ଆଉ ବହୁତ ସାରା କଥା ଆମେ ଶିଖିଲେ। ଆଉ ଯୋଉ ଗୁରୁକୁଳରେ ଯୋଉ ଶିକ୍ଷା ଆମେ ନେଲେ ଆଜି ସେଇଟା ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ ଆମେ କରିଦେଇ ପାରିବା। ତ ଆମ୍, ମୁଁ ସବୁଠୁ ପ୍ରଥମେ ଆଜି ସାର୍ଙ୍କଠୁ ଆମେ ବହୁତ ସାରା ଶିକ୍ଷା ଆମେ ନଉଛେ। ଆଜି ସାର୍ଙ୍କୁ ଇନଭାଇଟ୍ କରିବା ତାକି ଆମ ଆମେ ଭାଗ୍ୟବାନ ଯେ ଆମକୁ ଚାନ୍ଦ ସାର୍ଙ୍କ ଭଳି ସିନିୟର ଅଫଲାଇନ ଆମକୁ ମିଳିପାରିଛନ୍ତି, ଆମ ମେଣ୍ଟର ଅଛନ୍ତି। କାହିଁକି ନା ଯଦି ଅ, ମାନେ ଏ ପ୍ରକାରର ବିଚାର ଏ ପ୍ରକାରର ମହତ୍ଵ ମାନେ ବହୁତ ସାରା ମୁଁ ଅଫଲାଇନକୁ ଦେଖିଛି, ବହୁତ ମାନେ ବହୁତ ପ୍ରକାର ବିଭ୍ରାଟ ସୃଷ୍ଟି କରିବା, କିନ୍ତୁ ଏଭଳି ଜଣେ ଅଫଲାଇନ ଆମେ ପାଇଛେ ଯୋଉଥିରେ କି ଆମ ଜୀବନରେ ଗୋଟେ ବହୁତ ବଡ଼ ପରିବର୍ତ୍ତନ। ମୁଁ ଭାବୁଛି ଯେ ଆମ ସଫଳତାର ଇଏ ବି ଗୋଟେ ପରମାତ୍ମା ଆମକୁ କିଛି ଦେଇଛନ୍ତି ଯେ ଚାନ୍ଦ ସାର୍ଙ୍କ ଭଳି ଅଫଲାଇନ ଦେଇଛନ୍ତି। ତାଙ୍କ ବିଚାର ବହୁତ ସାରା କ୍ଷେତ୍ରରେ ମନ ଡିଷ୍ଟର୍ବ ହେଇଯାଏ, କିନ୍ତୁ ଯଦି ସେଇ ସମୟରେ ଆପଣ ସାର୍ଙ୍କୁ ଟିକେ ଫୋନ କରିଦେବେ, ମୁଁ ପ୍ରାକ୍ଟିକାଲି କହୁଛି, ଯଦି ସେ ସମୟରେ ପହଞ୍ଚିବେ ତ ଆପଣଙ୍କ ବିଚାରର ପରିବର୍ତ୍ତନ ହେଇଯିବ। ଏତେ ଶାନ୍ତ, ଏତେ ବହୁତ ବଢିଆ। ହଁ, ତ ଆଜି ସାର୍ଙ୍କଠୁ ଆମେ କିଛି ଶିଖିବା, ଜାଣିବା, ତାଙ୍କର ଆଶୀର୍ବାଦ ନେବା। ତ ସାର୍ ପ୍ଲିଜ ୱେଲକମ୍ ସାର୍। नमस्कार नमस्कार। जय RCM। नमस्कार। जय नमस्कार। श्री राम। नमस्कार सर। नमस्कार। आज सतपति बाबू जो प्रकार मो विषय कहले मते प्रकृत रे बहुत खुशी लगुची जे मु आपण मानकर सेवारे निजको धन्य मन करूची। सर FCG मनर कर कथाटा କହିଦେଲି, मनर कथाटा କହିଦେଲି। थैंक्स सब देखंतु कथारे अछि शास्त्र कहूची when student ready teachers appear। ଯେତେବେଳେ ମାନେ ଶିଖିବା ଲୋକ ପ୍ରସ୍ତୁତ ହୁଅନ୍ତି ସେତେବେଳେ ଶିଖେଇବା ଲୋକ ମନକୁ ମନ ଆସିକି ପହଞ୍ଚି ଯାଆନ୍ତି। ତେଣୁ ଏଠି ପ୍ରାଧାନ୍ୟ କାହାର? ପ୍ରାଧାନ୍ୟ ହଉଛି ପ୍ରକୃତରେ ଶିଖିବା ଲୋକର। ଶିଖିବା ଲୋକ ପାଖରେ ଯଦି ସେ ପ୍ରକାରର ଆଗ୍ରହ ଅଛି, ସେ ପ୍ରକାର କ୍ୟୁରିଓସିଟି ଅଛି, ସେଇ ପ୍ରକାର ଭାବରେ ଉତ୍ସାହ ଅଛି, ଜାଣିବା ପାଇଁ जिज्ञासा अच्छी, तो शिखेवा लोक निश्चित भाव आसी पहुंची जाती। अन्य कथार आम जब कह भक्त होउचंती भगवान टू बड़। भक्त होउचंती भक्त नथिले भगवान कोठु आसीबे कहले? ताकू यदि आमे व्यवसाय दृष्टि देखिबा, यदि परचेजर नथिबे ताले प्रोडक्ट्स कौन किसी वैल्यू अछि? ତିଆରି କରିକି ସାର୍ କିଛି ଲାଭ ନାହିଁ। କିଛି ଲାଭ ନାହିଁ। ସବୁ ହଉଛି ସେଇଠି। ତେଣୁ ଆପଣ ମାନେ ଭିତରେ ସେ ଆଗ୍ରହ ଅଛି, ମତେ ସେଇପରି ମୋ କଥାକୁ ଆପଣ ମାନେ ଗୁରୁତ୍ୱ ଦଉଛନ୍ତି। ତ ସେଥିପାଇଁ ଆପଣ ମାନଙ୍କ ପାଖରେ ମୁଁ ଆପଣ ମାନେ ମତେ ସମ୍ମାନ ଦଉଛନ୍ତି, ଭଲ ପାଉଛନ୍ତି, କହୁଛନ୍ତି, କାରଣ ଆପଣ ମାନଙ୍କ ପାଖରେ ସେ ମାନେ ଜିଜ୍ଞାସା ଅଛି। ସେଇଭଳି ଆପଣ ମାନଙ୍କର ବି ଟିମ୍ ଅଛି। ଆପଣ ମାନଙ୍କର ଟିମ୍ ରେ ମଧ୍ୟ
आपण मानकर टीम रे जो मानक भितर से आग्रह थिबो जिज्ञासा थिबो आगो को बढ़िया ପାଇଁ उत्साह थिबो ସେମାନେ ମଧ୍ୟ ଆପଣ ମାନଙ୍କୁ ସେଇଭଳି ବହୁତ ସମ୍ମାନ ଦଉଛନ୍ତି ଆଉ ସେଥିପାଇଁ ଶତପତି ସାରଙ୍କର ବି ତାଙ୍କ ଟିମ ରେ ବହୁତ ସମ୍ମାନ ଅଛି ତାକୁ ସମସ୍ତେ ଭଲ ପାଆନ୍ତି କାରଣ ତାଙ୍କ ଟିମ ରେ ଏମିତି କେତେ ଲୋକ ଅଛନ୍ତି ଯିଏ କି ଶତପତି ସାରଙ୍କଠୁ ଅନେକ କଥା ଶୁଣିବାକୁ ଚାହାନ୍ତି ଆରତୀ ମ୍ୟାଡାମ ଯେମିତି ଭାବରେ ଆମର ଅଛନ୍ତି ପ୍ରେମାନନ୍ଦ ସାହୁ ବାବୁ ଅଛନ୍ତି ସମସ୍ତେ ତ ଇଏ ହଉଛି ସେଇ କଥା ତେଣୁ ଆଜିର ଯୋଉ ପ୍ରୋଗ୍ରାମ ସବୁ ହେଲା ୟୁନିକ୍ ପ୍ରୋଗ୍ରାମ ହେଲା ବହୁତ କିଛି ଶିଖିବାର ଅଛି କଣ ଆମର ଯୋଉ ପ୍ରବଚନ ସବୁ ଅଛି ଆଉ ଓଡିଆରେ ମଧ୍ୟ ଏମିତି ପ୍ରବଚନ ବହୁତ ଅଛି ମହାବେରା ତାକୁ ହିନ୍ଦୀରେ ମହାବେରା କହନ୍ତି ତା ଭିତରେ ମାନେ ଜୀବନ ସଂଗ୍ରାମର ଆଉ ସଫଳତାର ଆଉ ସବୁ ପ୍ରକାର ସଂସାରର ଅନେକ କଥା ଏତେ ସୁନ୍ଦର ଭାବରେ ଦି ଲାଇନ ଭିତରେ ଥାଏ ସେ ଭାରି ମାନେ ବୁଝି ହୁଏ ଯେ ଆମେ ଅନେକ ସମସ୍ୟାର ସମାଧାନ ମଧ୍ୟ ମିଳିଯାଏ ଆମର ଯୋଉ ଓଡିଆରେ ମଧ୍ୟ ପ୍ରବଚନ ଅଛି ସେ ହିନ୍ଦୀରେ ମଧ୍ୟ ସେଇ ପ୍ରବଚନ ଉପରେ ବା ମହାବୀର ଉପରେ ଆଜି ଆଲୋଚନା କଲେ ଟିସିଜି ସମସ୍ତେ ଗୋଟେ ସମସ୍ୟା ଉପରେ ଗୋଟେ ମହାବୀରା ଗୋଟେ ସମସ୍ୟା ଉପରେ ମହାବୀରା ହିନ୍ଦୀରେ ମହାବୀରା ତାକୁ କହନ୍ତି ଆମର ଯୋଉ ପ୍ରବଚନ ଆଉ ତା ଭିତରେ ସବୁ ଲୁଚି ରହିଛି ସବୁ କଥା ଆପଣ ମାନେ ତାକୁ ବାର ବାର ଦେଖନ୍ତୁ ଅନେକ କଥା ଆମେ ଜାଣିପାରିବା ସେଥିରେ ଗୋଟେ କଥା ଅଛି ଯେ ଅନେକ ତ ପ୍ରବଚନ ଡିସ୍କସନ ହେଇଛି ଗୋଟେ ଅଛି କଣ ଯୋଉଟା ଆମ ପାଇଁ ଆମେ ସେଟା ଫିଲ୍ କରୁ ସବୁବେଳେ नाच न जाने अंगन टेढ़ा नाच न जाने अंगन टेढ़ा अर्थात नाची न जानी आम कह कौन ओडिया रे अच्छी नाची न जानी चाली न जानी बाटर दोष आम कहना ओडिया रे जोटा चाली न जानी बाटर दोष चाली पारिबानी कहवा रास्ता रास्ता खराब पंक अच्छी कादुଅ अच्छी गोड़ी अच्छी अरे रास्तार तो पंक कादुଅ गोड़ी ये सब तो रहिबो आमे सेतरे चालिबा जेमतिका जानिबा दरकार ना तेणुक नाच न जाने अंगन तेड़ा नाची पारिबनी जो नाचिबा जगह सेठी कहबे जगह ठीक नुहे नाचिबनी तेणु आमे एठी बार बार करी आमे सब डिस्कशन करू कहू जेतेबेले कहती जे लोक शुणुना लोक डाक लोक आसुना लोक माने लोक आम दोष दौ प्रडक्टर दोष दौ पीयूसी दोष दौ ମୁଁ ଦେଖି ସେଇ ଲୋକମାନଙ୍କୁ 20 ବର୍ଷ ଭିତରେ ମୁଁ 21 ବର୍ଷରେ ଦେଖି ଆସିଛି ସେମାନେ ପିୟୁସି ଦୋଷ ଦେଇକିରି ସେମାନେ କେତେ ପିୟୁସି ଦୋଷ ଦେଇକିରି ରହି ବି ଯାଇଛନ୍ତି ପ୍ରଡକ୍ଟ ମିଳୁନି ଚିନି ମିଳୁନି ଆଉ ସାର୍ କଣ ଯାଆନ୍ତୁ ବଜାରକୁ ଯିବୁ ସବୁ ଜିନିଷ ନେଇ ଆସିବୁ ଚିନି ନାହିଁ ଏମିତି କଥା ଆଚ୍ଛା ଯେତେବେଳେ ତେଲ ଆସି ନଥିଲା ଅଟା ନଥିଲା ଆଜ୍ଞା ଅଟା ଯଦି ଆସିଯାନ୍ତା ନା ଅଟା ତେଲ ଆସିଗଲେ ବିଜନେସ ବହୁତ ବଡ ହେଇଯିବ ଅଟା ଆସିଲା ତାପରେ ବାବୁ କୁଆଡେ ଗଲେ से प्रभु थे पचार किए तुम अटा तो आसीगला तेल तो आसला बेस्ट क्वालिटी तेल आसीगला तो यही जो नाच न जाने अंगन तेड़ा लोकों प्रोग्राम रे एकेडमी रे सब 2005 रु कहते आम जदि कहवा जे दोष दबा जे लोकों दोष दबा आमर कथा कहबारे आमर व्यवहार रे आमर केमिति भाबरे निजको अपडेट न करिबारे अपग्रेड न करिबारे जदि दोष रहिबो कोठी किए कोठी किछ कहउछन्ती कि नहीं सर माइक्रोफोन बंद नहीं सर कौन हां जदि दोष रहिबो ताले आमे कोन करबा निज दोष को तो देखिबानी आमे अन्य ऊपर दोष देई देबा एटा होची आमर माने अग्रगतिर विफलतार प्रथम पाहाच एठी कॉमन सेंस हम यूज करिया कथा अरे सारा देश रे हजार हजार लोक लक्ष लक्ष लोक जिते बेले आरसीएम रे हजार हजार कोटी टंकार प्रोडक्ट बिक्री होउची हजार हजार लक्ष लक्ष लोक सफलता पाउछन्ती रूपांतरण यात्रा रे हजार हजार लोक रास्ता रे जाउछन्ती कोथि पई मीटिंग रे होउची एबे काली गोटे प्रोग्राम सुनथिले गोटे लेडीज प्रोग्राम होची 700 लेडीज संगठन होउची बिलवाड़ा रे जो गत वर्ष होता 16 तारीख में सेप्टेम्बर 16 लक्षे लेडीज आसी पहुंची बिलवाड़ा रे जाइए ऑल इंडिया रहउछन्ती आमे आम घर पाखर लेडीज मानू एकाठी करि परिबानी आमे हमर पाख पाखे जो लोक मानू एकाठी करि परिबानी मीटिंग करि परिबानी आउ सेति पई जो परिश्रम दरकार आमे करिबानी ता आमे सेई 5 जण 6 जण को कहबा सेई 5 7 जण मना कर देले लोक तो के
ଲୋକ ତ କହିଲେ ବାହାଘରକୁ ଯିବି, ଲୋକ ତ କହିଲେ ଇଏ ହଉଛି, ଯଦି ଆପଣ ମାନେ ଦେଖନ୍ତୁ ଲିଡର ମାନେ ବସିଛନ୍ତି एकथा केबे कहबेनी आ आपणको टीम रे समस्तଙ୍କୁ एइबळी शिखांतु जे ये सब बहानाबाजी कथा कहवार माने किछि नाही। आज नाच न जाने अंगन तेड़ा ये महावीरा आज टीसीजी माने होची एया आपण माने आमे सब अनेक जगह रे एई भली परिस्थिति रे कहंती जेमति मन करंतु पुरी हो, कोरापुट हो, ढेंकानाल हो, आमर बालेश्वर, ओडिशा सारा, साउथ इंडिया रे अनेक जगह रे मु बुली बुली करी आछि गत 21 वर्ष रे। इे राजस्थान जो चलता भारी जोर सेपटे बिहार फिहार रे भी चलता से प्राय जगह कहे कौन ना एठिकार पुरी लोक ना अलग प्रकार पूरा। अरे तमें तो पुरी गोटे जगह अच्छ, तुम पुरी 5 लाख लोक अच्छा तुम जान केमती एठिकार से माने बालेश्वर ना जाना आप एठिका लोक गुड़ा एमती जानी से शुणे डाकिले शुणे कहले शुणे से ये हूँ नाच न जाने अंगन तेड़ा। एको आपण फील करंतु निजको अपग्रेड आमे करबा, निजको अपग्रेड करबा, अपडेट मोर कोठी भूल अछि ए विषय बहुत डिस्कशन आमे करिसे। मोर कोठी कथा कहबारे, मोर कोठी व्यवहार रे, मोर से लोक को मु प्रभाव पकई करनी आ सेही लोक पाखरे आमे रहइबा, सेही लोक पाखरे रहइबा। अरे छाडी दियो ताकू छाडी दियो। नेक्स्ट नेक्स्ट लोक आए तो बेस्ट नहीं तो नेक्स्ट तापरे 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 जेतेबेले मु तो केते सह लोक ना शुणी संदीप सर मत कहती छोड़ दीजिए जे न शुणी ताकू धरी बसवा से लोक पर एमती कहूँ ताहले आमर नाच ना जाए अंगन तेड़ा, नाच चली न जानी बाटर दोष। एटा गोटे महावीरा को आम मन रखा ताहले आमर रास्ता सफा हो, आमर माइंड टा कौन जो आम माइंड जो जंक लगी जाइए से जंक टा परिष्कार हो, जंक टा परिष्कार हो। तो आम क्लीयरली जापर प्रकृत में कौन ताहले केबे हेले समस्या हेनी, समस्या आसबनी सफलता आसो। बाधा जदि नथिबो बाधा कहीं आसे रास्ता कहीं बाधा आसे आ कहीं आमर आम फेस करू समस्या कारण कौन से समस्या को बाधा को जानिनु आम शिखिनु ताकू ओवरकम करने पार करने जानिनु से ज्ञान आमर अभाव अच्छी तेणु से बाधाटा बाधा बोली लगे। आम कह अरे से शिखा दरकार ताकू केमती ट्रेनिंग दरकार से तो ट्रेनिंग दिया जाउछि, ट्रेनिंग भी दवा दरकार, शिखा दरकार, जिज्ञासु मन आसवा दरकार जे एई बाधा को केमती मु कटेइबी, ये एमती कहूछि ताकू केमती मु कटेइबी, ये एई भलिया कहूछि ताकू केमती आमे प्लानिंग करू सेया। आमे 2005-6 रे संदीप सर कहंती ये एमती कहूछि एमती भलिया कथार्ता कहूछि ताकू एई भलिया ताकू आमे कथार्ता करबा, एई भली ताकू डील करबा। एई समस्या होछि ताकू आमे एमती फेस करू ताले आमे एमती करबा। आमे कहबा सेइडी आमे अटकी जिबा ताहले हमर इच्छा नहीं किछि गोटे बड़ करिया पई, एई थ्रू प्रमाणित हबो निज भितर सेटा थिबो। ये हूँ कथा नाच ना जानी अंगन तेड़ा। आज गोटे अनेक महावीर आसती आप आउ थे देखो बहुत बढ़िया मत लगे आज ताकू मु आउ थे भी देखी आउ टे पर। थैंक यू बहुत बहुत धन्यवाद। ओवर टू सतदेव। ओके सर बहुत बढ़िया कथा आज तो आज समस्त विचार आम शुणा जे मन भितर कौन विचार आज परिवर्तन है कारण प्रत्येक दिन गोटे गोटे मुहूर्त जे जो थे कि आमर विचार को परिवर्तन करिवार ये गोटे गोटे मौका आसूची हमको। तो आज कौन आम विचार शुणिले तो फास्ट आम शुणा आरती पागट। जय आरसीएम मोर आरसीएम परिवार समस्त को सुप्रभात। चांद सर को नमस्कार। आज जो कहले उठो यारो जाग कर देखो जीवन की ज्योत जलाओ अपना जीवन को कैसे बदलना यहीटा आम आज शिखिलु। आज गुरुकुल बहुत किसी आज गुरुजी जो कहले एत हृदय स्पर्शी सब कथा जो जार भूल जा रही जाऊँगी हजार तो से कहले मोबाइल टाक आड़ा कर तादेह आड़ा करते जन कले से पर्सनाली पॉइंट आउट करके से लोक को डाक माने यहाँ ठीक कथा। हजार थर लोक कह लोक जदि न सुधरवे कौन कर कथा आज गुरुजी कहले जदि गुरुकुल को आसिकी आम जदि परिवर्तन न हवा निजुक आम चेंज न करवा ताले कौन आम गुरुकुल शिखिले
डॉक्टर राजकमल जो कहले अच्छी, यहाँ आने से हमको स्वास्थ्य और देश के कैसे बीमारी को बचाना है वो सब सीखना है, और धरती को जमीन को कैसे बचाता है सब नॉलेज यहाँ मिलता है। गोटे डाक्तर तांको कौन पैसा अभाव अच्छी, आज गुरुजी से कहले तांको कौन तांको लाइन लगी रोगी तांको पाखे, सी कहीं गुरुकुल कर ठीक टाइम कहीं 5:30 से लॉगिंग करी योगा कर कौन पे से कथा नुह, आम टाइम बाहर करवा, आम जी भी टाइम घर सब कम करी आम जदि न देखी पारे आम यूट्यूब रे देखा आ सब पॉइंट आउट कर नोट कर रखा। से जो गुरुजी आज कहले देश जो आजादी है से तो आम देश कौन एत अस्त्र शस्त्र थिला, लोक पुणी निजे केते कष्ट कर मोर बापा आम स्टोरी कहती जो आम देश पे संग्राम करूँ जगह जगह मिलिकी लोक एकाठी करी, लोक आसिक जो आम जेल गलु आम बेकर फूलमाल पकईक आमको ने सम्मान सहित ने खोर्धा जेल बापा आम 6 मास थे। से कथा कहूँ आम जो गुरुकुल आम पाखे तो अस्त्र शस्त्र नाला सेमती कहला सेमती आम जदि निज जीवन को आम जदि न बदलैबा से कहते कर कि मर डू और डाई। आज गोटे झील तार से कथा कहले क्वेश्चन जो पचरा है से झील कहला मु गोटे लाइन में कह डू और डाई कर कि मर यही कथा कहले। आउ जदि से एत लेडीज बसईकी करें आम कहीं करें, आम समस्त मन को बदल पड़ो, आमको ये करा पड़ो। ये जो आज प्रोग्राम जदि आम 8-10 जन को लेकिन आम ग्रुप बसई पार से नॉलेज ने आम केमी जोता पिंधु कौ जोतार कौन अच्छी ये सब जो अच्छी आमर एथेंजार जो ये सुट ये सब आ भर नॉलेज नवा। हाँ मुझे बेस किसी कहूनी ओवर टू ओके सत्य। ओके ओके, बहुत बढ़िया कथा। ता जीवन भितर भी की ज्योत जलाओ। ओके, ता भितर भी बहुत आज सेठी ऑफर भी अच्छी। ऑफर को भी जो हाँ माने भी परचेज करिवे से माने भी से ऑफर को भी नहीं पारिबे। गुलाब जामुन भी बहुत बड़ा कथा। ये तो ये कहते हैं ना अंधकार में मन भटक जाता है फिर उनको रोशनी में लाना है। बहुत बढ़िया। कार्तिक बाबू अनम्यूट करନ୍ତୁ ଆଜ୍ଞା। ସାର୍ ନମସ୍କାର, ଜୟ ସିଂ ଚାନ୍ଦ ସାର୍ ନମସ୍କାର। ସାର୍ ଆଜି ତ ଗୁରୁକୁଲରେ ବହୁତ ଭଲ ଭଲ କଥା କହିଲେ। ତା ଦେହରୁ ଗୋଟେ କଥା କହିଲେ ଯେ ଅନ୍ଧେରେ ମେ ତୀର ମତ ଚଲାନା, ମାନେ ଅନ୍ଧାରରେ ତୀର ଚଲେଇଲେ କୋଉଠି ନା କୋଉଠି ବାଜିବ, ମାନେ ଭଲ ଲୋକ ବି ଜଖମ ହେଇଯିବେ। ତେଣୁକରି ସେଠି ଭଲ ଲୋକ ଜଖମ ହେଲେ ଆମର ଆମେ ସେଥିରେ ଗ୍ରୋଥ କରିପାରିବାନି, ଓଲଟା ତେଣୁକରି ଅନ୍ଧାରରେ ତୀର ଚଲେଇବା ଠିକ ନୁହେଁ। ଆଲୋକରେ ହିଁ ତୀର ଚଲେଇବା, ଆଲୋକରେ ତୀର ଚଲେଇଲେ ଜାଗାରେ ବାଜିବ ଆଉ ଠିକ କାମ ଦବ। ପ୍ଲସ୍ ବହୁତ ବହୁତ କଥା ତ କହିଲେ ଆଜି। ତାପରେ ଗୋଟେ ଜାଗାରେ ସ୍ଥଗିତ ରହିଯିବା ମାନେ ଲମ୍ବା ସମୟ ଧରିକି, ସେଇଟା ବି ଗୋଟେ ଭଲ କଥା କହିଲେ। ସେଇଟା ବି ମତେ ମାନେ ଭାରି ଇଏ ଲାଗୁଛି। ଆଉ ସାର୍ ଯେମିତି କହିଲେ ନାଚ ନ ଜାଣେ ମାନେ ରାସ୍ତା କଣ ଏ ଯୋଉ ଓଡିଆରେ କହୁଛନ୍ତି ଆମର ଚାଲି ନ ଜାଣି ବାଟ ଦୋଷ, ସେ କଥାଟା ବି ବହୁତ ମାନେ ଇଏ କଥା। ଏଇଆ ସାର୍ ଆଜି ତ ବହୁତ ବହୁତ ଭଲ ଭଲ କଥା କହିଛନ୍ତି। ଆଉ ଆରତୀ ଅପା ଯେମିତି କହିଲେ ମୋବାଇଲ ତେଡା, ମାନେ ଜଣେ ଜଏନିଂ କରିଛନ୍ତି ମାନେ ଆଟେଣ୍ଡ କରିଛନ୍ତି ଗୁରୁକୁଲରେ, ସେ ମୋବାଇଲ ତେଡା ରଖିଦେଇକି ପଳେଇଛନ୍ତି। ତାଙ୍କୁ ଡାକିଲା ବେଳକୁ ସେ ଶୁଣୁନାହାନ୍ତି, 1000 ଥର କହିକି ବି ସେ ଶୁଣୁନାହାନ୍ତି। ଲାଷ୍ଟକୁ ଯେତେବେଳେ ଟିସି ସାର୍ ତାଙ୍କୁ ଡାକିଲେ ସେ ସେଠୁ ତଥାପି ବୁଝି ପାରୁନାହାନ୍ତି, ସେ ତାପରେ ସିଧା କଲେ। ଆଉ ଠିକ ଅଛି ସାର୍, ଏଇ ତ ଆଜିର ଭଲ ओके ओके, ଭଲ କଥା କହିଲେ। ଆଉ बहुत बढ़िया। आमे ताकू किंतु पालन करिया। शुणिले तो ठीक अच्छी किंतु पालन करिया। सार कौन कहते सार? ଆଜ୍ଞା ଆଜ୍ଞା ହଁ ମୁଁ ଗୋଟେ କଥା କହୁଛି ଯେ ଆଜିର ଆପଣ ମାନେ ଦେଖିଥିବେ ଗ୍ରୁପରେ ଅଶୋକ ଗୁଇଙ୍କର ବଜାରରେ ଗୋଟେ ଅଫର ଦେଇଛନ୍ତି। ଯଦି 5000 ବିଜନେସ ଭଲ୍ୟୁମ କରିବେ ରସଗୋଲା କେଜି, ଆଉ ଯଦି 10000 ବିଜନେସ ଭଲ୍ୟୁମ କରିବେ ତାହେଲେ 1 କେଜି ଜାମୁ ଇଏ ଗୋଲାପ ଜାମ। गुलाब हाँ, जामुन सेटा अच्छी आजी। आज्ञा। तो बहुत बढ़िया कथा। समस्ते भी ताकू नवा भी निहाती जरूरी। साउ भाई बहुत कम समय अच्छी, आम सर्ट रे सारिबा।
କଣ ଆଜି ବିଚାର ତ ଥିଲା? ବହୁତ ଭଲ ଜିନିଷ କହିଲେ, ତାକୁ ବି ଆଉ ଥରେ ଦେଖିବା ଦରକାର। ବହୁତ ଯେମିତି ଡୁ ଅର୍ ଡାଏ, କର ବା ମର। କର ବା ମର ମାନେ ମୃତ୍ୟୁ ନିଅ ନା, କିନ୍ତୁ କାର୍ଯ୍ୟ କରିବା ଦରକାର। କାର୍ଯ୍ୟ କରିବା ପାଇଁ ଆଗେଇବା ଦରକାର। ଏଇ ଗୋଟେ ଡୁ ଅର୍ ଡାଏ, ସିଏ ବହୁତ ଆଉ ଚାନ୍ଦ ସାର୍ ଯୋଉଟା କହିଲେ ତ ଚାଲିଲାଣି ବାଟ ଦୋଷ, ଇଏ ବହୁତ ବଢିଆ ହେଇଛି। ତେଣୁ ବିଶେଷ ଅଧିକ କିଛି କହିବିନି, କିନ୍ତୁ କାର୍ଯ୍ୟରେ ପରିଣତ କରିବା ନିହାତି ଆବଶ୍ୟକ। ଆଉ ଗୁରୁକୁଳକୁ ଇନଭାଇଟ କଲେ ବହୁତ ଜିନିଷ ଶିଖିବା, ନୂଆ ନୂଆ ଲୋକଙ୍କୁ ବସେଇବା ନିହାତି ଦରକାର। ଓଭର ଟୁ ଶତପତି ବାବୁ। ଓକେ, ବହୁତ ବଢିଆ। ଆ, ଆସନ୍ତୁ ଆମେ ଶୁଣିବା ପ୍ରବୀଣା ମ୍ୟାଡାମ। ସାର୍ ନମସ୍କାର। ଚାନ୍ଦ ସାର୍ଙ୍କୁ ବି ନମସ୍କାର। ସାର୍ ଯୋଉ ଆମ ସାର୍ ଆଜି ଯାହା କହିଲେ, ମାନେ ତାର ତ କିଛି ନାହିଁ, ମାନେ ତାକୁ 10 ଥର ଦେଖିଲେ ସୁଦ୍ଧା ବି ଭରିବନି, ମାନେ ତମର ଇଏ ହବନି। କିନ୍ତୁ ସାର୍ ଆଉ କେହି ଗୁରୁକୁଳରେ ଆମର ବି ବସନ୍ତେ, ସେଗୁଡାକ ସେ ଭଲକିରି ବୁଝିପାରନ୍ତେ। ଆମେ ତ ଏତେ ପ୍ରୟାସ କରୁଛୁ ସେମାନଙ୍କ ପାଇଁ, ଦେଖାଯାଉ ଆଗକୁ ସାର୍ କଣ ହଉଛି। ବହୁତ ଚେଷ୍ଟା ଚଲେଇଛୁ ଯେ ତମେ ଗୁରୁକୁଳରେ ବସ, ତାପରେ ତମେ ଗୋଟେ ଭଲ ଇଏ ହେଇପାରିବ। ସେମାନଙ୍କ ଉପରେ ନିର୍ଭର କରୁଛି ସାର୍। ଆମେ ଯେତିକି ଚେଷ୍ଟା କରିବା କଥା କରୁଛୁ, ସବୁଦିନ କହୁଛୁ, ଫୋନ କରୁଛୁ, କହୁଛୁ। ଆଗକୁ କେମିତି ପ୍ରଥମ ଯେମିତି ବସିବ ଗୁରୁକୁଳରେ, ତମର ସବୁ ହିଁ କ୍ଲିୟର ହବ। ଆମେ ଯେତେବେଳେ ଆଗରୁ ବସୁନଥିଲୁ, ଜାଣୁନଥିଲେ, ମୁଁ ଯେତେବେଳେ ପ୍ରଥମ ମତେ କହିଲେ, ଆମ ଅଫଲାଇନ ବାଲା କହିଲେ ତମେ ଗୁରୁକୁଳରେ ବସ, ମୁଁ କହିଲି ନାଇଁ ମୁଁ ଗୁରୁକୁଳରେ ବସିବି। ଗୁରୁକୁଳରେ ବସିଲା ପରେ ଯେତିକି ଆମର ଇଏ ପାଇଁ ନଲେଜ ଆସିଗଲା, ଧୀରେ 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 ସେମିତି ସେମାନେ ଜାଣିବା ଦରକାର। କିନ୍ତୁ ସେମାନେ ତ ବସୁନାହାନ୍ତି। କଣ କରୁ ସାର୍, ଚେଷ୍ଟା ତ କରୁଛୁ। ହୁଁ, ବହୁତ ବଢିଆ। ଧୀରେ ଧୀରେ ଶିଖିବେ। ହଁ ବହୁତ ବଢିଆ। ନାଇଁ, ହଁ ଉପାୟ ମାନେ ଆମେ ସମସ୍ୟା କହୁଛୁ, ଆମ ଏମିତି ସାମ୍ନାରେ ନାହିଁ ଯେ ଅଛି। କେହି ନାହିଁ। ହଁ, ସମସ୍ତଙ୍କୁ ମୁଁ କହେ ଯେ କି ମୋର ମେମ୍ବର ହୁଅ, କି ମେମ୍ବର ଥାଆନ୍ତୁ ବା ନଥାନ୍ତୁ, ତମେ ଦେଖ, ମାନେ ଶିଶୁରାଜ ଯୋଉ କହୁଛନ୍ତି ତାଙ୍କର କଥାର ମର୍ମଟା ବୁଝ। ସେ କେତେ ଉପରେ କହୁଛନ୍ତି, ତାଙ୍କର ଏଥିରେ କିଛି ନିଜର ସ୍ୱାର୍ଥ ନାହିଁ, କିନ୍ତୁ ସେ ଏତେ ଭଲ କହିପାରୁଛନ୍ତି, ଏତେ ଇଏ ତାଙ୍କର ନଲେଜ। ଆଉ ମୁଁ ସବୁବେଳେ ସମସ୍ତଙ୍କୁ କହେ, ଜଣଙ୍କୁ ବି ନୁହଁ, ଯେ ଆମର ଏଇ ତମେ ଯଦି ମେମ୍ବର ନ ହେଇ ସୁଦ୍ଧା ବି ତମେ ଦେଖ, ତାଙ୍କର ସବୁ ଭଲ କ୍ଲିୟର ହବ, ବୁଝିପାରିବ। ସବୁ ତମର ବଡ ବଡ ଏଗୁଡାକ ସଲ୍ଭ କରିପାରିବ। ସାର୍ ସେ ଆଉ କଣ କହିପାରିବି ସାର୍। ଆଜ୍ଞା ଆଜ୍ଞା ଆଜ୍ଞା, ବହୁତ ବଢିଆ। ନାଇଁ, ଆକ୍ଚୁଆଲି ସମସ୍ୟା ଆମ ପାଖରେ ଅଛି, ସମାଧାନ ବି ଆମ ପାଖରେ ଅଛି। ଆମେ ସମାଧାନକୁ ଖୋଜିବା ପାଇଁ ଗୋଟେ ଅବସର ପରମାତ୍ମା ଆମକୁ ଦେଇଛନ୍ତି, ଯେ ଆ ପରେ କଣ କରିପାରିବା। ତ ତାକୁ ଚିନ୍ତା କଲେ ନିଜର ସମସ୍ୟା ବି ଦୂର କରିଦେଇ ପାରିବା। ଓକେ, ଥ୍ୟାଙ୍କ ୟୁ। ହଁ ମନୋଜ ବାବୁ। ଆଜ୍ଞା। ସମସ୍ତଙ୍କୁ ଜୟ ଆସିବ। ନିଶ୍ଚିତ ଆଜ୍ଞା, କର୍ମ କରିଚାଲ, ଫଳ ନିଶ୍ଚିତ ଅଛି। ଆଉ ସାରଙ୍କର ଆଜି ଯୋଉ ହାତ ହଲା, ଏତେ ବୟସରେ ସେ ଯୋଉ ଜୋରରେ ହାତ ହଲଉଛନ୍ତି, ଯୋଉ ଭଳିଆ ଆକ୍ଟିଭ, ଆମେ ବର୍ତ୍ତମାନ ସେଇଟା ଆଜ୍ଞା ଦେଖିବାକୁ ପଡିବ। ଆମେ ଏତିକି ବୟସରେ ଯଦି ଟିକେ କମଜୋର ହଉଛେ, ତାଙ୍କ ବୟସ ଅନୁସାରେ ଆମେ ଆଜ୍ଞା କିଛି ନା ଆମର କହିବାକୁ ଗଲେ। ତେଣୁ ଏଇଟା ନିଶ୍ଚିତ ଆଜ୍ଞା ଭଲ ସଫଳତା। ଆଉ ସଫଳତା କରିବାକୁ ଗଲେ କର୍ମ କରିଚାଲ, ଫଳ ନିଶ୍ଚିତ ଅଛି। ଜୟ ଆସିମ ସାର୍। ବାହ, ବହୁତ ବଢିଆ। ସୁକାନ୍ତ ବାବୁ। ଆପଣ ଗୋଟେ ସାର୍ ମ୍ୟୁଜିକ ନମସ୍କାର, ସାର୍ ଜୟ ନବନାହାନ୍ତି, ଆସିମ ସେମାନେ ସାର୍। ନାଚିବେ। ସାର୍ ନମସ୍କାର, ସାର୍ ଜୟ ଟାଇମ ଟିକେ ଆସିମ। କମ ଅଛି ଆଜି। ହଁ, ସୁକାନ୍ତ ବାବୁ। ସାର୍ ବହୁତ ଗୁଡା କଥା କହିଲେ। କହିଲେ ମିସାଇଲ ଧରିକି ଆମେ ଯଦି ଚିଡିଆ ମାରିବା, ତାହେଲେ ଲାଭ କିଛି ନାହିଁ। ଆରସିଏମ ଭଳିଆ ଏମିତି ଆମର ପ୍ଲାଟଫର୍ମ ପଡିଛି, ଯଦି ଆମେ ଯଦି ବିଜନେସ ସକ୍ସେସ ନେଇପାରିବା, ତାହେଲେ ଆଉ କିଛି ନାହିଁ। ଆଉ ଡୁ ଅର୍ ଡାଇ ବଢିଆ କଥା କହିଲେ। ଆଉ ଚାଲିଲେ ଅଙ୍ଗାନ ଦୋଷ, ଚାଲିଲେ ବାଟର ଦୋଷ, ଏଇ ଜିନିଷ ବଢିଆ ବଢିଆ ଜିନିଷ। ଆମେ ଯଦି ନିଜକୁ ସୁଧାର ଦେବା, ନିଜେ ଶିଖିବାର ମନୋବୃତ୍ତି ଅଛି, ଶିଖିଗଲେ ନିଜକୁ ପ୍ରଥମେ ନିଜକୁ ଆଗ ପରିବର୍ତ୍ତନ କର। ନିଜେ ପରିବର୍ତ୍ତନ ହେଲେ ଆମ ଅଟୋମେଟିକ ଆମର ଇଏ ପରିବର୍ତ୍ତନ, ନିଜକୁ ଆଉ ପରିବର୍ତ୍ତନ କରିବା ଦରକାର। ନିଜକୁ ଶିଖିବା ଦରକାର ସାର୍। ଗୁରୁକୁଳର ଷ୍ଟୁଡେଣ୍ଟ ଆମେ ସବୁ ପ୍ରତିଦିନ କିଛି ଶିଖିବାର ଅଛି। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡାମ। ଆଜ୍ଞା। ସାର୍ ନମସ୍କାର, ଚାନ୍ସଲରଙ୍କୁ ମୋର ନମସ୍କାର, ଜୟ ଆରସିଏମ। ସାର୍ ମୁଁ ଆଜି ଟିସି ସାର୍ଙ୍କର ଦେଖିଲି, ମୁଁ ଗାଁରେ ଥିଲି ବି, ମୁଁ ଦେଖିଲି ବହୁତ ପ୍ରୋଗ୍ରାମଟା, ବହୁତ ବଢିଆ ଲାଗିଲା ସାର୍ଙ୍କର ପ୍ରୋଗ୍ରାମ। ସାର୍ ନିଜ ପାଇଁ ନିଜେ ହଉଛି ଆଗ ହଉଛି, ସେସବୁ ପରିବର୍ତ୍ତନ କଲେ ଆମେ ଠିକ ବାଟରେ ପହଞ୍ଚି ପାରିବା। ଆଉ ଆମେ ଯଦି ନିଜେ ପରିବର୍ତ୍ତନ ନ ହେଇ ଅନ୍ୟକୁ କହିବା, କିଛି ଲାଭ ନାହିଁ। ଆଉ ସାର୍ ସେ ତ ବହୁତ ଭଲ ଜିନିଷଟା ସାର୍ କହିଲେ। ମାନେ ଚାଲି ନ ଜାଣି ବାଟର ଦୋଷ, କାଟି ନ ଜାଣି କଟୁରୀ ଦୋଷ।
ସାର୍ ଗୋଡ ଯୋଉ ନିଜ ଗୋଡରେ ଇଏ କରିବା କୁରେଇ ମାରିବା ଆଉ ଡୁ ଆଣ୍ଡ ଡାଇ ଏରା ସବୁ ବି ସାର୍ କହିଲେ, କିନ୍ତୁ ଆମେ ନିଜେ ପରିବର୍ତ୍ତନ ଆଗ ଭଲ ଭାବେ ହେଇସାରିଲା ପରେ ଆମେ ଅନ୍ୟକୁ ପ୍ରବର୍ତ୍ତାଇଲେ ବହୁତ ଭଲ ହବ। ଆଉ ଆମେ ତ ଗୁରୁକୁଳକୁ ମଷ୍ଟ ଆସିବା ଦରକାର, ଗୁରୁକୁଳକୁ ନ ଆସିଲେ କିଛି ତାର ଇଏ ନାହିଁ, ଭାଲ୍ୟୁ ନାହିଁ। ଆମେ ବି ନିଜେ ଭଲ ଭାବେ ବୁଝିବା ଦରକାର ଯେ ଗୁରୁକୁଳ ସବୁଦିନେ ଯୋଉ ଦିଆ ହଉଛି ଲେସନ ତାକୁ ବି ଆମେ ଶିଖିକିରି ନିଜେ କର୍ମରେ ଲଗେଇବା, ତାହେଲେ ଆମେ ସଫଳ ଭାବେ ପହଞ୍ଚି ପାରିବା। ଓକେ, ଥ୍ୟାଙ୍କ ୟୁ। ମିନତି ମ୍ୟାଡ଼ାମ। ଓକେ, ଅନମ୍ୟୁଟ କ'ଣ ଗୋଟେ ପ୍ରୋବ୍ଲେମ ଅଛି। ଓକେ, ଠିକ ଅଛି। ଓକେ, ବହୁତ ବଢିଆ କଥା। ଆଜି ସମସ୍ତେ ବହୁତ ଭଲ ଭାବରେ ଗୁରୁକୁଳ ନେଲେ, କିନ୍ତୁ ମୋର ଗୋଟିଏ ଅନୁରୋଧ ଆପଣମାନଙ୍କୁ ସମସ୍ତଙ୍କୁ କି ଆମେ ପ୍ରତ୍ୟେକ ଦିନ ଗୁରୁକୁଳକୁ ଲୋକଙ୍କୁ ଇନଭାଇଟ୍ କରିବା ନିହାତି ଜରୁରୀ। ଏ, ଲୋକମାନେ କ'ଣ କହିବେ ଅଲରେଡି ଆମେ ସବୁ ଜାଣି ସାରିଲେଣି, ଯେ ଆମେ ଯଦି ସାମ୍ନା ବାଲାକୁ ଗୁରୁକୁଳକୁ ଇନଭାଇଟ୍ କରିବା କିମ୍ବା ଆମେ ଯେକୌଣସି କାମ ଆମେ ଏ ନୂଆ ଭାରତର ନିର୍ମାଣ ହବା ପାଇଁ ଯାହା ଯାହା ଆମେ କହିବା, ତାଙ୍କ ବିଚାର ତ ଆଉ ଗୋଟେ କିଛି ଅଛି, କିନ୍ତୁ ଆମେ ଏ ବିଚାରକୁ ଆଣିବା ପାଇଁ ଆମେ ଯେତେବେଳେ କରିବା ଆରମ୍ଭ କରିବା, ତ ସେତେବେଳେ କ'ଣ ହୁଏ ନା କିଛି ନା କିଛି ବାଧା ଆସେ, କିଛି ନା କିଛି ସମସ୍ୟା ଆସେ, ଆଉ ସେ ସବୁ ସମସ୍ୟାକୁ ଆମେ ମାନେ ଜାଣି ସାରିଛେ। ତ ବର୍ତ୍ତମାନ ଚିନ୍ତା କରିବା ଯେ ସେ ସମସ୍ୟାର ସମାଧାନ ଆମେ କେମିତି କରିବା। ଯଦି ସମସ୍ୟାର ସମାଧାନ ଆମେ କରିପାରିବା, ତାହେଲେ ଆମେ ବହୁତ ବଡ଼ କାମ କରିପାରିବା। ସମସ୍ୟା ଥିଲା ଯେ ରାତିରେ ଅନ୍ଧାର ହେଇଯାଉଥିଲା, ଜଣେ ତାର ସମସ୍ୟାର ସମାଧାନ ପାଇଁ ବିଚାର କଲେ, ମାନେ ଚିନ୍ତା କଲେ ଯେ ମୁଁ ରାତିଟାକୁ କେମିତି ଦିନ ଭଳି କରିଦେଇ ପାରିବି, ଲାଇଟକୁ କେମିତି କରିପାରିବି। ତ ଦେଖନ୍ତୁ, ଆଜି ଥୋମାସ ଏଡିସନଙ୍କର ଦ୍ୱାରା ଆମକୁ ରାତିରେ ବି ଆମେ ଲାଇଟ୍ ବି ଆମେ ଦେଖିପାରୁଛେ। ସମସ୍ୟା ଥିଲା ଯେ ଆମେ ଏଇଠି ଅଛେ, ଭାରତରେ ଅଛେ, ଆମେ କେମିତି ୟୁଏସଏ ରେ ପହଞ୍ଚିବା କିମ୍ବା ଆଉ କୋଉଠି ପହଞ୍ଚିବା। ବାଟରେ ତ ବହୁତ ସାରା, କାରଣ ସମୁଦ୍ର ଭିତରେ ଯାଉ ଯାଉ ତ ସମୟ ପଳେଇ ଯାଉଛି, ତା ଭିତରେ ବହୁତ ସାରା ବିପଦ ବି ଅଛି। ତାକୁ ଆମେ ବହୁତ କମ ସମୟ ଭିତରେ ଆମେ କେମିତି ସେଠି ପହଞ୍ଚି ଯାଇପାରିବା। ସମସ୍ୟା ଥିଲା ଉଡ଼ି ଉଡ଼ିକି କେମିତି ପହଞ୍ଚି ଯାଇପାରିବା। ତ ଆଜି ଦେଖନ୍ତୁ, ତାର ବି ରାଇଟ ବ୍ରଦର୍ସ ତା ସମସ୍ୟା। ମୁଁ ସେଇ କଥା ବି ସମସ୍ତେ, ବହୁତ ବଡ଼ ବଡ଼ ମହାପୁରୁଷ ମାନେ ବି ସେଇ କଥା କହନ୍ତି ଯେ ଆବଶ୍ୟକତା ଆବିଷ୍କାରର ଜନନୀ ଅଛି। ଆମର ଆବଶ୍ୟକତା ଯାହା ଅଛି ସିଏ ହଉଛି ମା ହଉଛି କାହାର ନା ଆବିଷ୍କାରର। ତ ସେଥିଲାଗି ଆମେ ମାନେ ସମସ୍ତେ ତାର ଚେଷ୍ଟା ବି କରିବା, ଆଗକୁ ବି ବଢିବା। ପୁଣି କାଲି ଆମେ ଦେଖାହବା, ଆଜି ତ ସମୟ ସରିଗଲାଣି, କାଲି ଆମେ ଦେଖାହବା। ନମସ୍କାର, ଜୟ ଆରସିଏମ। ଜୟ ଆସି